ଏବଂ ଆପଣମାନେ ଦେଖୁଛନ୍ତି ଏଇ ଯେଉଁ ପ୍ରଡ଼କ୍ଟଟି ହେଇଛି ୟାକୁ ରାଉଣ୍ଡ ସେପ୍ରେ ବା ଗୋଲ ଆକାର କରାହେଇଛି, ଯାହାଫଳରେ କି କୁକୁଡ଼ାର ମୋର୍ଟାଲିଟି ହେବ ନାହିଁ। ଯଦି ଆପଣମାନେ ସ୍କୋୟାରରେ କରୁଛନ୍ତି ବ୍ରୁଡ଼ର, ତାହେଲେ କୁକୁଡ଼ା ଚିଆଁ ଉପରେ ଲଦାଲଦି ହେଇକି ମରିବାର ଚାନ୍ସେସ୍ ଅଧିକ ଥାଏ। ଯାହାଫଳରେ ସେମାନେ ଯେତେବେଳେ ଦୌଡ଼ିବେ ଗୋଟେ କଣ ଦେଖିକି ରହିଯିବେ। କଣ ରହିଲା ମାନେ ତା ଉପରେ ଯେତେବେଳେ କୁକୁଡ଼ା ଚିଆଁ ରହିବେ ଚଢ଼ିଯିବେ, ସେ ମୋର୍ଟାଲିଟି ଅଧିକ ହେବ। ଯଦି ଆପଣ ରାଉଣ୍ଡର ବ୍ରୁଡ଼ର କରନ୍ତି ତାହେଲେ ମୋର୍ଟାଲିଟି ବହୁତ କମି ଯାଇଥାଏ। ଏବଂ ପ୍ରଥମେ ଆପଣ କ'ଣ କରିବେ ନା ଆପଣଙ୍କର ଅଗାଡ଼ି ହେଉ କିମ୍ବା ଯଦି ଆପଣଙ୍କର କରତ ଗୁଣ୍ଡ ହେଉ ତଳେ ପକାଇଦେବେ, ତାପରେ ପେପର ପକାଇକି ଆପଣ ଚିଆଁକୁ ଛାଡ଼ିବେ। 100 ୱାଟ୍ର କିମ୍ବା ଆପଣଙ୍କର ହାଲୋଜେନ୍ ଟାଇପ୍ର ଲାଇଟ୍ ଲଗାଇବେ, ଯେମିତି ଆପଣ ଯେତେ କୁକୁଡ଼ା ଛାଡ଼ୁଛନ୍ତି ସେଇ ହିସାବରେ ଆପଣଙ୍କୁ ଲାଇଟ୍ ଲଗାଇବାକୁ ପଡ଼ିବ, ଯେମିତି ଟେମ୍ପରେଚର ମେଣ୍ଟେନ୍ ହେଇପାରିବ। ଆଉ ଏଇ ଯେଉଁ ଦେଖୁଛନ୍ତି ଡ୍ରିଙ୍କର ଆଉ ରଖା ହେଇଛି, ପ୍ରଥମେ ଆପଣଙ୍କର ଯେତେବେଳେ ଚିକ୍ସ ଛାଡ଼ୁଛନ୍ତି, 1 ଡେ ଚିକ୍ସ ଆପଣ ଆଣୁଛନ୍ତି, ଛାଡ଼ିବା ପୂର୍ବରୁ କ'ଣ କରିବେ ନା ଗୁଡ଼ ପାଣି କିମ୍ବା ଆପଣଙ୍କର ORS ହେଉ ଆପଣ ତାଙ୍କୁ ପିଇବାକୁ ଦେବେ। ତାପରେ 3-4 ଘଣ୍ଟା ପରେ ଆପଣ ତାଙ୍କୁ ଦାନା ଦେବେ, ପକାଇବେ, ସେ ଖାଇବେ। ଆଉ ଯଦି ହଠାତ୍ ଆପଣ ଦାନା ଦେଇଦେବେ ତାହେଲେ ମୋର୍ଟାଲିଟି ହେଇଯିବ। ତ ଦର୍ଶକ ବନ୍ଧୁ, ତାପରେ ରହିଲା ଆପଣଙ୍କର କେମିତି ଆପଣ ଭ୍ୟାକ୍ସିନ୍ କରିବେ। ତ ଆମର 2ଟି ଭ୍ୟାକ୍ସିନ୍ ହୁଏ, ଯେମିତିକି ରହିଲା ଗୋଟେ ହେଉଛି ଲାସୋଟା ଭ୍ୟାକ୍ସିନ୍, ଯେଉଁଟା 7 ଦିନରେ ଆପଣ କରିପାରିବେ, ଏବଂ ଆଉ ଗୋଟେ ହେଉଛି IBD, ଯେଉଁଟାକି ଆପଣଙ୍କର 14 ଦିନରେ କରିବେ। ଆଉ 21 ଦିନରେ ବି ଆପଣ କରିପାରିବେ, ଯେଉଁଟା ଆମର ରହୁଛି କି ଲାସୋଟା, ସେଇଟା 21 ଦିନରେ ବି କରାଯାଉଛି। ତ ଆପଣମାନେ ଥଣ୍ଡା ପାଣିରେ ଦେଇପାରିବେ, କିମ୍ବା ଯଦି କମ୍ ସଂଖ୍ୟାରେ ଆପଣ କୁକୁଡ଼ା ରଖୁଛନ୍ତି ତାହେଲେ ତାଙ୍କର ଆଖିରେ ପକାଇ ପାରିବେ। ଏଇଭଳି ଭାବରେ ଯଦି ଆପଣ ଆମର ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମର ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ କି ଆମର ଯେତେବେଳେ ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରାହେଉଛି ଆପଣଙ୍କ କତିକି ନୋଟିଫିକେସନ୍ ଯିବ। ରହିଲୁ, ଧନ୍ୟବାଦ।